ଗାଈର କ୍ଷୀର ଯେଉଁଠି ରହେ ଦେଖିଛନ୍ତି ନା ଆପଣ 5-10 ଲିଟର କ୍ଷୀର ଯେଉଁଠି ରହେ ଗୋଟେ ମାର୍କ କରିଥିବେ ଗୋଟେ କଥା ଯେଉଁଠି ଗାଈର 5-10 ଲିଟର କ୍ଷୀର ରହେ ସେଠି ଦେଖିଥିବେ ଆପଣ ସେଠି ଟିଙ୍କ ଲାଗେ। ଟିଙ୍କ ଯେଉଁ ଛୋଟ ଛୋଟ ଲାଗିଥାନ୍ତି ଟିଙ୍କ ସେଠି ବି ଗାଈ ଚରିବାକୁ ଗଲେ ପାଣିରେ ପଶିଲେ ସେଠି ଜୋକ ବି ଲାଗନ୍ତି। 5-10 ଲିଟର କ୍ଷୀର ଯେଉଁଠି ଗାଈର ରହେ ସେଠି ଟିଙ୍କ ଲାଗନ୍ତି ବି ଜୋକ ଲାଗନ୍ତି। ଭାବିଲ ଥରେ 5-10 ଲିଟର କ୍ଷୀର ଗୋଟେ ଟିଙ୍କ ଗୋଟେ ଜୋକ ପାଇଁ କ୍ଷୀରର ସମୁଦ୍ର ପରିକା। କ୍ଷୀରର ସମୁଦ୍ରରେ ରହି ଜୋକ ଆଉ ଟିଙ୍କକୁ କ୍ଷୀର ଦେଖାଯାଏ ସେଠି ସେ ରକ୍ତ ଚୁଷିଥାନ୍ତି। ଠିକ୍ ସେମିତିକା ଲୋକମାନେ ରାମ ରାଜ୍ୟରେ ରହି ରାବଣ ପରି ହେଉଛନ୍ତି। ରାବଣଙ୍କର ଚିନ୍ତାଧାରାରେ ବଞ୍ଚୁଛନ୍ତି ଜୀବନଯାପନ କରୁଛନ୍ତି। ଆଉ ସେମିତିକା ଲୋକଙ୍କର ଶନି ବି କିଛି ବିଗାଡ଼ି ପାରିବେ ତାଙ୍କୁ କେହି ବି ସୁଧାର ଆଣିପାରିବେନି ତାଙ୍କ ମତ। ଆସନ୍ତୁ ଏ ରାବଣ ପରିକା ଲୋକଙ୍କୁ ପ୍ରଭୁ ଶ୍ରୀରାମଙ୍କ ଚିନ୍ତାଧାରା ଆଣିବା ତାଙ୍କ ମନରେ। ଶ୍ରୀରାମଙ୍କ ବାର୍ତ୍ତା ତାଙ୍କ ପାଖରେ ପହଞ୍ଚାଇବା ତାଙ୍କୁ ସଦ୍ବୁଦ୍ଧି ଦେଖାଇବା ସତ୍ ମାର୍ଗରେ ଚଲାଇବା ପାଇଁ କନଭେନ୍ସ କରିବା। ରହୁଛି ସମସ୍ତଙ୍କୁ ନମସ୍କାର, ସମସ୍ତଙ୍କୁ ଧନ୍ୟବାଦ। ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର କାହାଣୀରେ। ଜୟ ଶ୍ରୀରାମ, ଜୟ ଜୟ ଶ୍ରୀରାମ।